ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାବାସୀଙ୍କୁ ଚକମା ଦେଇଛି ବିଜେପି। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ବିଷୟରେ ବିସ୍ତୃତ ଜାଣିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ସମସ୍ତଙ୍କ ନଜର ତାଙ୍କର ସମ୍ପତ୍ତି ଉପରେ। ମୋହନ ବାବୁଙ୍କ ନାମରେ ରହିଛି କେତେ ସମ୍ପତ୍ତି ଜାଣିବା ଆଜିର ଭିଡିଓରେ। ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଦୟାକରି ସବସ୍କ୍ରାଇବ କରିଦିଅନ୍ତୁ। ହଁ, ଭିଡିଓରେ ନିଶ୍ଚିତ ଭାବରେ ଲାଇକ୍ ଏବଂ କମେଣ୍ଟ କରନ୍ତୁ। ଆପଣଙ୍କ ଲାଇକ୍ କମେଣ୍ଟ ଆମକୁ ପ୍ରେରଣା ଦିଏ ନୂଆ ନୂଆ ଭିଡିଓ ପ୍ରସ୍ତୁତ କରିବା ପାଇଁ। ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡିଓ। ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ? ଦର୍ଶକ ବନ୍ଧୁ, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ିଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ, ସମସ୍ତେ ଉତ୍ସାହିତ। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖାପାଖି 2 କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାଁରେ 95 ଲକ୍ଷ ଟଙ୍କାର ଋଣ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ନାହିଁ କୌଣସି ଘର। ତେବେ ତାଙ୍କ ପତ୍ନୀଙ୍କ ନାଁରେ 51 ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍ ଥିବା ବେଳେ 52 ଲକ୍ଷ ଟଙ୍କାର କମର୍ସିଆଲ ବିଲ୍ଡିଂ ରହିଛି। ଦର୍ଶକ ବନ୍ଧୁ, ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ବିସ୍ତୃତ ଭାବରେ ଜାଣିବା। 1 କୋଟି 97 ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି। 95 ଲକ୍ଷ 58 ହଜାର ଟଙ୍କାର ଋଣ ରହିଛି। 30,000 ଟଙ୍କା ନଗଦ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ପତ୍ନୀଙ୍କ ପାଖରେ 50,000 ଟଙ୍କା ନଗଦ ଥିବା କଥା ଉଲ୍ଲେଖ କରିଛନ୍ତି। ଏହା ବାଦ 9ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଖାତାରେ 12 ଲକ୍ଷ 92 ହଜାର ଟଙ୍କାର ଜମା ରହିଅଛି। ପତ୍ନୀଙ୍କ ନାଁରେ 51 ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ରହିଛି। ମୋହନ ଓ ତାଙ୍କ ପତ୍ନୀଙ୍କ ନାଁରେ 4ଟି LIC ପଲିସି ରହିଛି। ଏହାର ମୂଲ୍ୟ ପାଖାପାଖି 4 ଲକ୍ଷ 95 ହଜାର ଟଙ୍କା। 25 ଲକ୍ଷ ଟଙ୍କାର ଟୋୟାଟୋ ଫର୍ଚ୍ୟୁନର ଗାଡ଼ି ରହିଛି। 1 ଲକ୍ଷ 20 ହଜାର ଟଙ୍କାର ସୁନା ଅଳଙ୍କାର ରଖିଛନ୍ତି। ପତ୍ନୀଙ୍କ ପାଖରେ 1 ଲକ୍ଷ 80 ହଜାର ଟଙ୍କାର ସୁନା ଅଳଙ୍କାର ରହିଛି। 19 ଲକ୍ଷ 20 ହଜାର ଟଙ୍କାର ମୂଲ୍ୟର ଜମି ରହିଛି। ପତ୍ନୀଙ୍କ ନାଁରେ 52 ଲକ୍ଷ ଟଙ୍କାର କମର୍ସିଆଲ ବିଲ୍ଡିଂ ରହିଛି। ଦର୍ଶକ ବନ୍ଧୁ, କହି ରଖୁଛୁ, ମୋହନଙ୍କ ନାଁରେ କୌଣସି ଘର ନାହିଁ, କିନ୍ତୁ ପତ୍ନୀଙ୍କ ନାଁରେ 52 ଲକ୍ଷ ଟଙ୍କାର କମର୍ସିଆଲ ବିଲ୍ଡିଂ ରହିଅଛି। ପତ୍ନୀଙ୍କ ନାଁରେ 30 ଲକ୍ଷ ଟଙ୍କା ମୂଲ୍ୟର ଘର ଥିବା ଜଣାପଡ଼ିଛି। ଦର୍ଶକ ବନ୍ଧୁ, ଏ ଥିଲା ଆମର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସମ୍ପତ୍ତି କେତେ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଛି ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଆପଣ କେଉଁ ପ୍ରକାର ଭିଡିଓ ଦେଖିବାକୁ ଚାହୁଁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।